ପାଞ୍ଚ ଅଲିପିରିରେ ଥିବା ଶ୍ରୀବାରୀ ପାଦାଲୁ ଭେଙ୍କଟେଶ୍ୱର ସ୍ୱାମୀଙ୍କ ପାଦଚିହ୍ନ। ଏକଦା ରାମାନୁଜାଚାର୍ଯ୍ୟ 1 ବର୍ଷ ପର୍ଯ୍ୟନ୍ତ ତିରୁପତିର କପିଳ ତୀର୍ଥରେ ନିବାସ କରିଥିଲେ। ସେ ସମୟରେ ତିରୁମଲନମ୍ବୀ ପ୍ରତିଦିନ ସକାଳରେ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ସେବା କରି ତିରୁମଲାରୁ ତିରୁପତି ଆସି ରାମାନୁଜାଚାର୍ଯ୍ୟଙ୍କୁ ରାମାୟଣ ଶ୍ରବଣ କରାଉଥିଲେ ଏବଂ ସନ୍ଧ୍ୟାରେ ପୁଣି ତିରୁମଲାକୁ ଫେରି ଯାଉଥିଲେ। ଦିନେ ମଧ୍ୟାହ୍ନରେ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଦର୍ଶନ କରିପାରିବା ଯୋଗୁଁ ତିରୁମଲନମ୍ବୀ ଅତ୍ୟନ୍ତ ଦୁଃଖିତ ହେଲେ। ତାଙ୍କର ଏହି ଅବସ୍ଥା ବୁଝିପାରି ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ଅଲିପିରିରେ ଥିବା ପର୍ବତର ପାହାଚ ନିକଟରେ ନିଜ ପାଦଚିହ୍ନ ପ୍ରକଟ କଲେ ଏବଂ ତିରୁମଲନମ୍ବୀଙ୍କୁ କହିଲେ, ଏହି ପାଦଚିହ୍ନକୁ ଦର୍ଶନ କରିବା ମୋର ଦର୍ଶନ କରିବା ସହ ସମାନ। ଏହା ଶୁଣି ତିରୁମଲନମ୍ବୀ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ପ୍ରତିଦିନ ମଧ୍ୟାହ୍ନରେ ସେହି ପାଦଚିହ୍ନ ଦର୍ଶନ କରି ପୂଜା କରିବାକୁ ଲାଗିଲେ। ଏହି ଅଲିପିରି ଶ୍ରୀବାରୀ ପାଦଚିହ୍ନ ଇସ୍କନ ମନ୍ଦିରରୁ 1 କିଲୋମିଟର ଦୂରରେ ଏବଂ ରେଳ ଷ୍ଟେସନ ଠାରୁ 4 କିଲୋମିଟର ଦୂରରେ ଅବସ୍ଥିତ।